So, hello everyone. So, in this class, we'll learn about valency, oxidation number, and the role of oxidation number to form compound. Compound କାହିଁକି ତିଆରି ହେଉଛି ସେଇଟା ବି ଆମେ ଡିଟେଲ୍ସ ଜାଣିବା ତ ୱାନ୍ ବାଇ ୱାନ୍ ଯିବା ସୋ ଫାର୍ଷ୍ଟ ହ୍ୱାଟ୍ ଇଜ୍ ଭ୍ୟାଲେନ୍ସି ଭ୍ୟାଲେନ୍ସି କ'ଣ ତ ଭ୍ୟାଲେନ୍ସି ୱାନ୍ ମିନିଟ୍ Valency is the combining capacity of an element. ଗୋଟେ ଏଲିମେଣ୍ଟର କମ୍ବାଇନିଂ କାପାସିଟି ଗୋଟେ ଏଲିମେଣ୍ଟ ବା ଗୋଟେ ଆଟମ୍ ଏଲିମେଣ୍ଟର ଗୋଟେ ଆଟମ୍ ସେ କମ୍ବାଇନ୍ ହେଉଛି ଆଉ ଗୋଟେ ଏଲିମେଣ୍ଟର ଆଉ ଗୋଟେ ଆଟମ୍ ସହିତ ସେ କମ୍ବାଇନିଂ କାପାସିଟିକି ଆମେ କହୁଛେ ଭ୍ୟାଲେନ୍ସି ତ କମ୍ବାଇନ୍ କିଏ ହବ ନା ଆଟମ୍ର ବାହାରେ କିଏ ରହୁଛି ଆଉଟର ମୋଷ୍ଟରେ କିଏ ରହୁଛି ଯେଉଁ ଇଲେକ୍ଟ୍ରନ୍ ରହୁଛନ୍ତି ସେ ଇଲେକ୍ଟ୍ରନ୍ ମାନେ ହିଁ ଆଉ ଗୋଟେ ଆଟମ୍ର ଆଉଟର ମୋଷ୍ଟ ସେଲ୍ରେ ଯେଉଁ ଇଲେକ୍ଟ୍ରନ୍ ଅଛନ୍ତି ତାଙ୍କ ସହିତ କମ୍ବାଇନ୍ ହବ ଆଉ ସେ କମ୍ବାଇନ୍ କାପାସିଟିକି ଆମେ କହିବା କ'ଣ ନା ଭ୍ୟାଲେନ୍ସି ତ ଡେଫିନେସନକୁ ଆଉ ଟିକେ ଭଲସେ ଜାଣିବା ପାଇଁ ଆମକୁ କ'ଣ କରିବା ପାଇଁ ପଡ଼ିବ ଗୋଟେ ଏକ୍ଜାମ୍ପଲ ନେବା ପାଇଁ ପଡ଼ିବ ଲେଟ୍ ଅସ୍ ଟେକ୍ ୱାନ୍ ଏକ୍ଜାମ୍ପଲ ସପୋଜ ୟୁ ଟେକ୍ ସପୋଜ ଇଟ୍ ଇଜ୍ ଅକ୍ସିଜେନ୍ नो it is okay oxygen no problem it is oxygen तो combining capacity of oxygen that is valency of oxygen ବର୍ତ୍ତମାନ ଆମକୁ ବାହାର କରିବାର ଅଛି ଅକ୍ସିଜେନର କମ୍ବାଇନିଂ କାପାସିଟି କେତେ ହବ ତ ସେଥିପାଇଁ କ'ଣ ହବ ନା ଫାଷ୍ଟ ଆମକୁ ଅକ୍ସିଜେନର ଆଟୋମିକ ନମ୍ବର ଲେଖିଦେବା ଆଟୋମିକ ନମ୍ବର ଅଫ୍ ଅକ୍ସିଜେନ ଆଟୋମିକ ନମ୍ବର ଅଫ୍ ଅକ୍ସିଜେନ ଇଜ 8 ତ 8 ମାନେ ଆକର୍ଡିଂ ଟୁ ବୋର୍ସ ମଡେଲ 8 କେମିତି ରହିବ 8ଟା ହେଲେ ତ ଫାଷ୍ଟ ସେଲରେ କେତେଟା ରହିବ ନା 2ଟା ରହିବ 2 ସେକେଣ୍ଡରେ କେତେଟା ରହିପାରିବ ନା 8ଟା ରହିପାରିବ ମ୍ୟାକ୍ସିମମ୍ କେତେ 8ଟା ରହିପାରିବ ତ 2ଟା ଏଠି ରହିଗଲା ଆଉ କେତେଟା 6ଟା ରହିଲା ନା 8ଟାକୁ ଆମେ ଭାଙ୍ଗିଦେବା ଏଠି 2 ଆଉ 6 ତ ତାପରେ କେତେଟା ରହୁଛି 1 2 3 4 5 ଆଉ 6 ଆଉ କେତେଟା ଦରକାର ଆଉ 2ଟା ଦରକାର ଥିଲା ତାମାନେ ଆଉ 2ଟାର ସର୍ଟେଜ ହେଉଛି ତ ଇଏ କ'ଣ କରିବ ନା ସବୁବେଳେ ଇଏ ଟ୍ରାଏ କରିବ କି ଅକ୍ସିଜେନ ଯେ ଆଉ କାହା ସହିତ ବଣ୍ଡିଂ କରିକି ଏ 2ଟା ଆଣିବା ପାଇଁ ତ ଏଠି ଭ୍ୟାଲେନ୍ସି ତାର କେତେ ହେଲା କମ୍ବାଇନିଂ କାପାସିଟି ହେଲା 2 କାହିଁକି ନା ତାକୁ ଆଉ 2ଟା ଦରକାର ଆଉ ଏ 2ଟା ଆଣିବା ପାଇଁ ସିଏ କ'ଣ କରିବ ଏ 2ଟା ଇଲେକ୍ଟ୍ରନ୍ ଏପଟେ ଆଉ କାହା ସହିତ କ'ଣ କରିବ ବଣ୍ଡିଂ କରିକିରି ସେ 2ଟା ଆଣିବ ତ ଏଇଟା ହବ ଭ୍ୟାଲେନ୍ସି କେତେ ହବ ଅକ୍ସିଜେନର ଭ୍ୟାଲେନ୍ସି ହବ 2 ଦ ଭ୍ୟାଲେନ୍ସି ଅଫ୍ ଅକ୍ସିଜେନ ଭ୍ୟାଲେନ୍ସି ଅଫ୍ ଅକ୍ସିଜେନ will be 2 will be 2 ହବ ଆଉ ଗୋଟେ ଏକ୍ଜାମ୍ପଲ ନେବା ଏଇଟା ଫ୍ଲୋରିନ୍ ନେଇଯିବା କ'ଣ ଫ୍ଲୋରିନ୍ ଫ୍ଲୋରିନ୍ର ଆଟମିକ୍ ନମ୍ବର କେତେ ନା 9 9 ମାନେ କେତେଟା 2 ଆଉ କେତେ ରହିଲା 7 ନା 9 ସମାନ କେତେ ଆକର୍ଡିଂ ଟୁ ବୋର୍ସ ମଡେଲ 2 7 ତ ବାହାରେ କେତେ ରହିଲା 1 2 3 4 5 6 ଆଉ 7 ତାମାନେ ଆଉ କେତେଟା ଦରକାର ଆଉ ଗୋଟେ ଦରକାର ଯେହେତୁ ଆର ଗୋଟେ ଦରକାର ତାମାନେ ଆର କମ୍ବାଇନିଂ କାପାସିଟି କେତେ ହେଲା 1 ତାହେଲେ ଆଟୋମିକ ନମ୍ବର ଅଫ ଫ୍ଲୋରିନ୍ କେତେ ହବ ସରି ନଟ୍ ଆଟୋମିକ ନମ୍ବର ଇଟ୍ ଇଜ ଭ୍ୟାଲେନ୍ସି ଅଫ ଫ୍ଲୋରିନ୍ କେତେ ହବ 1 ହବ ବୁଝିହେଲା ସୋ ଏଇଟା ହେଲା ଭ୍ୟାଲେନ୍ସି କମ୍ବାଇନିଂ କାପାସିଟି କେତେଟା ଇଲେକ୍ଟ୍ରନ୍ ସିଏ ଲୁଜ୍ କରିବ ନହେଲେ ଆକ୍ସେପ୍ଟ କରିବ ନହେଲେ ସେୟାର କରିବ କିଛି ବି କରିପାରିବ ସେୟାର କ'ଣ କରିବ ତାପରେ ମୁଁ କହୁଛି ଏଠି କ'ଣ ହଉଛି ଦେଖ ଅକ୍ସିଜେନର କ'ଣ 2ଟା ଆଟୋମିକ 6 ଅଛି ନା ନାହିଁ ତ ଆଉ 2ଟା ଇଲେକ୍ଟ୍ରନ୍ ଇଏ ଗେନ୍ କରିବ କ'ଣ କରିବ 2ଟା ଇଲେକ୍ଟ୍ରନ୍ ଇଏ ଗେନ୍ କଲେ ଆର ବାହ୍ୟ ତମ ଥିବା ଆଉଟର ମୋଷ୍ଟ ସେଲ୍ରେ କେତେଟା ହବ 8ଟା ହବ ତ ଆର ଭ୍ୟାଲେନ୍ସି 2 ହେଲା ସେମିତି ଫ୍ଲୋରିନ୍ 2 7 ତ ଆଉ ଗୋଟେ ଇଲେକ୍ଟ୍ରନ୍ ଇଏ ଗେନ୍ କରିଲେ ଆର ଆଉଟର ମୋଷ୍ଟ ସେଲ୍ କେତେ ହବ 8 ହେଇଯିବ ଷ୍ଟେବୁଲ ଇଲେକ୍ଟ୍ରୋନିକ କନଫିଗୁରେସନ ହେଇଯିବ
ଆଉ କଣ ସେୟାର ଗୋଟେ ଅଛି, ସେୟାର ମାନେ ଯେତେବେଳେ ଦେଖ ଗୋଟେ ଏକ୍ଜାମ୍ପଲ ନଉଛି, କାର୍ବନ। କାର୍ବନ କେତେ 6 ନା, ଆଟମିକ ନମ୍ବର କେତେ 6। 6 ମାନେ ଇଲେକ୍ଟ୍ରୋନିକ କନଫିଗୁରେସନ କେତେ 2 and 4 ରହିବ। ତ 2 ଆଉ 4 ଚାରିଟା ମାନେ କଣ ହବ, ଚାରିଟା ଇଲେକ୍ଟ୍ରନ ଆକ୍ସେପ୍ଟ କରିବା କଷ୍ଟ। ତ ଇଏ କଣ କରିବ ନା ଆଉ ଯାହା ସହିତ ସିଏ ମିଶିବ, ଏ ଚାରିଟା କଣ କରିବେ, ଆଉ ଗୋଟେ କମ୍ପାଉଣ୍ଡର ବି ଚାରିଟା ଆସିବ, ସେ ଚାରିଟା କଣ ହବ ନା ଏ ଚାରିଟା ସେୟାର କରିବେ। ସେୟାର କଲେ କଣ ହବ, ଆର ବି ଭ୍ୟାଲେନ୍ସି 4 ରହିବ, ଆଉ ଯାହା ସହିତ ସେୟାର ହେଇଥିବ ତାର ବି ଭ୍ୟାଲେନ୍ସି କେତେ 4 ରହିବ। ଭ୍ୟାଲେନ୍ସିର ବହୁତ ଏକ୍ଜାମ୍ପଲ ତମେ ଯେତେବେଳେ କରିବ ସେଟା ଜାଣିପାରିବ ଭ୍ୟାଲେନ୍ସି କଣ। ତ ଏଇଟା ବୁଝିପାରିଲ, ଭ୍ୟାଲେନ୍ସି କାହାକୁ କୁହନ୍ତି। କାର୍ବନ ଆମେ ଅକ୍ସିଜେନରେ ଜାଣିଲେ, ଫ୍ଲୋରିନରେ ଜାଣିଲେ। ତ ଆଉ ଦୁଇଟା ଏକ୍ଜାମ୍ପଲ ନେଇଯିବା ତ ଭ୍ୟାଲେନ୍ସି କ୍ଲିୟର ହେଇଯିବ। ଆଉ ଗୋଟେ ଏକ୍ଜାମ୍ପଲରେ କଣ ନବା, ନାଇଟ୍ରୋଜେନ ନେଇଯିବା। ନାଇଟ୍ରୋଜେନର ଆଟମିକ ନମ୍ବର କେତେ 7। ତ ଆକର୍ଡିଂ ଟୁ ବୋର୍ସ ମଡେଲ 7 କେମିତି ରହିବ, 2 ଆଉ 5। ତ ଫାର୍ଷ୍ଟ ସେଲ୍ କେ ସେଲ୍ରେ କଣ 2 ରଖିଦବା। ଓକେ, ତାପରେ କେତେ ରହିଲା 1 2 3 4 ଆଉ କେତେଟା ଦରକାର, ଷ୍ଟେବୁଲ ଇଲେକ୍ଟ୍ରୋନିକ କନଫିଗୁରେସନ କଣ 2 8 8 ନା 2 8 18 ଏମିତି ସବୁ ଥାଏ, 32 ଏମିତି ସବୁ ରୁହେ। ତ 2 8 ଆଉ କଣ 8 ଦରକାର। ତ 5 ଅଛି ମାନେ ଆଉ ତିନିଟା ଦରକାର ନା ନାହିଁ। ତ ଯେହେତୁ ପାଞ୍ଚଟା ଅଛି, ତିନିଟା ସିଏ କଣ କରିବ, ତିନିଟା ଇଲେକ୍ଟ୍ରନ ସେ ଚାହିଁବ କୋଉଠୁ ନା କୋଉଠୁ ଆଣିକିରି ତା ଭିତରେ ପୁରେଇବା ପାଇଁ, ଆକ୍ସେପ୍ଟ କରିବା ପାଇଁ। ତ ଭ୍ୟାଲେନ୍ସି ଅଫ ବୋରନ୍ ଏଠି କେତେ ହବ, ସରି ଏଇଟା ନାଇଟ୍ରୋଜେନ। ଭ୍ୟାଲେନ୍ସି ଅଫ ନାଇଟ୍ରୋଜେନ କେତେ ହବ 3 ହବ। ଆଉ ଗୋଟେ ଏକ୍ଜାମ୍ପଲ ନବା, ଏଇଟା ନିଅନ ନେଇଯିବା। କଣ ନିଅନ, NEON। ତ ନିଅନର ଆଟମିକ ନମ୍ବର ହଉଛି କେତେ 10। ତ 10 ହେଲେ କେତେ ରହିବ 2, ତାପରେ କେତେ ରହିବ 1 2 3 4 5 6 7 8, 2 8 ହେଇଗଲା, 2 and 8। ତ ବର୍ତ୍ତମାନର ଭ୍ୟାଲେନ୍ସି କେତେ ହବ ଦେଖ, ଆଉଟର ମୋଷ୍ଟ ସେଲ୍ 8 ଦରକାର, 8 ହିଁ ଅଛି। ତ ଏଠି ତାର ଭ୍ୟାଲେନ୍ସି କେତେ ହବ 0 ହବ। ତାର କଣ ଦରକାର କାହା ସହିତ ରିଆକ୍ସନ କରିବା ପାଇଁ, ତାକୁ ଯେତିକି ଦରକାର ଷ୍ଟେବୁଲ ଇଲେକ୍ଟ୍ରୋନିକ କନଫିଗୁରେସନ ହେଇଯାଇଛି। ତ ନିଅନ କଣ ହବ ତାର ଭ୍ୟାଲେନ୍ସି, ଭ୍ୟାଲେନ୍ସି ଅଫ ନିଅନ 0 ହବ। ଭ୍ୟାଲେନ୍ସି କେତେ ହବ 0। ତା ମାନେ ଯାହାର ଭ୍ୟାଲେନ୍ସି 0 ନିଅନକୁ କୁହାଯିବ କଣ ନୋବେଲ ଗ୍ୟାସ୍, NOBLE ନୋବେଲ ଗ୍ୟାସ୍ ବା ଇନର୍ଟ ଗ୍ୟାସ୍। କିନ୍ତୁ ଇନର୍ଟ ଗ୍ୟାସ୍ ଆଗରୁ କହୁଥିଲେ, ଏବେ ଇନର୍ଟ ଗ୍ୟାସ୍ କାହିଁକି କହୁନାହାନ୍ତି ନା, ସେ ଗ୍ୟାସ୍ ନୋବେଲ ହେଲେ ବି ତାକୁ ଫୋର୍ସଫୁଲି ରିଆକ୍ଟିଭ କରିହବ। ଆଗରୁ କରି ହଉନଥିଲା, ତେଣୁ ତାକୁ କୁହାଯାଉଥିଲା ଇନର୍ଟ ଗ୍ୟାସ୍। ବର୍ତ୍ତମାନ ତା ନାଁ ଟିକେ ଚେଞ୍ଜ ହେଇକି ତାକୁ କୁହାଯାଉଛି କଣ ନୋବେଲ ଗ୍ୟାସ୍। ବୁଝି ହଉଛି ତ, ଭ୍ୟାଲେନ୍ସି ପୁରା କ୍ଲିୟର ହେଇଯାଇଛି। ତ ଆପରେ ଆମେ ନମ୍ବର, ଭ୍ୟାଲେନ୍ସି ତ ଜାଣିଗଲେ, ଅକ୍ସିଡେସନ ନମ୍ବର କଣ ନା the total number of electrons that an atom either gains or loses in order to form a chemical bond with another atom। ଭ୍ୟାଲେନ୍ସି ଭଳି ହିଁ ଅକ୍ସିଡେସନ ନମ୍ବର, କିନ୍ତୁ ଅକ୍ସିଡେସନ ନମ୍ବର ହଉଛି ଗୋଟେ ଚାର୍ଜ ଦିଆଯିବ ଭ୍ୟାଲେନ୍ସି ଉପରେ, ଯାହାର ଯେତେ ଭ୍ୟାଲେନ୍ସି ତାକୁ ଗୋଟେ ଚାର୍ଜ ଦିଆହବ। ଆଇଦର ପ୍ଲସ୍ ଦିଆହବ ନହେଲେ ମାଇନସ୍ ଦିଆହବ। ଯଦି ଇଲେକ୍ଟ୍ରନ ସେ ଗେନ୍ କରୁଛି, ଆକ୍ସେପ୍ଟ କରୁଛି, ତାହେଲେ ତାକୁ ମାଇନସ୍ ଦିଆଯିବ। କାହିଁକି ମାଇନସ୍ ନା ସେ ଆଟମ ତା ଦେହରେ ଇଲେକ୍ଟ୍ରନ ଆଣି ପୁରେଇ ଦେଲା ନା, ତ ମାଇନସ୍ ନେଗେଟିଭ ଚାର୍ଜ ହବ। ଯେତେଟା ଇଲେକ୍ଟ୍ରନ ଆଣିବ ସେତେଟା ନେଗେଟିଭ ଚାର୍ଜ ହବ। ସେମିତି ଯେତେଟା ଇଲେକ୍ଟ୍ରନ ଦବ ସେତେଟା ପଜିଟିଭ ଚାର୍ଜ ବି ହବ। ଦେଖିବା ଏକ୍ଜାମ୍ପଲରେ ହିଁ ସବୁ ଜଣା ପଡିବ। ତ ଏକ୍ଜାମ୍ପଲ ଦେଖିବା, ଗୋଟେ ଏକ୍ଜାମ୍ପଲ ହେଲା ସୋଡିୟମ ଆଉ କ୍ଲୋରିନ। ଦିଟା ଏକ୍ଜାମ୍ପଲ ନବା। ସୋଡିୟମ Na ପ୍ଲସ୍, କାହିଁକି Na ପ୍ଲସ୍ ହବ
ଆଉ କ୍ଲୋରିନ୍ର ଅକ୍ସିଡେସନ ନମ୍ବର କେତେ ହବ? -1 କାହିଁକି ହବ? ତ ଅକ୍ସିଡେସନ ନମ୍ବର ପୂର୍ବରୁ ଆମକୁ ଭ୍ୟାଲେନ୍ସି ତ ଜଣା ଅଛି, କେତେଟା ଇଲେକ୍ଟ୍ରନ ସେ ଦବ ବା ନବ, ତ କମ୍ବାଇନିଂ କାପାସିଟି ସେମ୍ କମ୍ବାଇନିଂ କାପାସିଟି ରହିବ, ଖାଲି ତା ଉପରେ ଚାର୍ଜ ଦିଆଯିବ। ଯଦି ସେ ଇଲେକ୍ଟ୍ରନ ଦେଇ ଦଉଛି ତାହେଲେ ପଜିଟିଭ, ଯଦି ଆକ୍ସେପ୍ଟ କରୁଛି ନେଗେଟିଭ। ଠିକ ଅଛି। ସୋଡିୟମ, ଫାଷ୍ଟ ସୋଡିୟମର ଆଟମିକ ନମ୍ବର କେତେ? ସୋଡିୟମ 11 ତ। ହଁ, ସୋଡିୟମ ନିଅନ पर सोडियम, ଠିକ ଅଛି 11, ତାର ଆଟମିକ ନମ୍ବର କେତେ? 11। ତ ରହିବେ କେମିତି? ଦୁଇ, କେ ସେଲ ରେ କେଇଟା ରହିଲେ? କେ ସେଲ ରେ ଦୁଇଟା ରହିଲେ। ତାପରେ 1 2 3 4 5 6 7 8। ଏଲ ସେଲ ରେ କେଇଟା ରହିଲେ? 8ଟା ରହିଲେ। ଏବେ ଏମ ସେଲ ରେ କେତେଟା ରହିବେ? ଏଟା ଏମ, କେ ଏଲ ଏମ ଏନ ନା, ଆକର୍ଡିଂ ଟୁ ବୋର୍ସ ଏମିତି ଦିଆ ହଉଛି ସେଲ ର ନାଁ ସବୁ। ଏମ ରେ କେତେଟା? ଟୋଟାଲ 11ଟା, ମାନେ 2 8 10, ଗୋଟେ ବାହାରେ ରହିଲା କେତେ? 1। ତା ମାନେ ଆଉଟର ମୋଷ୍ଟ ସେଲରେ କେଇଟା ରହିଲେ? ଗୋଟେ ଇଲେକ୍ଟ୍ରନ ରହିଲେ। ଦେଖ, ସୋଡିୟମ ବର୍ତ୍ତମାନ କଣ ଚାହିଁବ? ଗୋଟେ ଇଲେକ୍ଟ୍ରନ ଅଛି, 7ଟା ଇଲେକ୍ଟ୍ରନ ଆକ୍ସେପ୍ଟ କରିବା ପାଇଁ ଚାହିଁବ। ନହେଲେ ଏ ଗୋଟେ ଇଲେକ୍ଟ୍ରନକୁ କଣ କରିବ? ସେ ଦବା ପାଇଁ କାହାକୁ ଚାହିଁବ। ଫଳରେ କଣ ହେଇଯିବ? 2 8 ହେଇଯିବ, 2 8 ମାନେ ନିଅନ ହେଇଯିବ। ତ କୋଉଟା ତା ପାଇଁ ଇଜିଅର ହବ? ଗୋଟେ ଇଲେକ୍ଟ୍ରନ ଦବା ନା 7ଟା ଇଲେକ୍ଟ୍ରନ ଆକ୍ସେପ୍ଟ କରିବା? ଗୋଟେ ଇଲେକ୍ଟ୍ରନ ଦବା ତା ପାଇଁ କଣ ହବ? ଇଜିଅର ହେଇଯିବ। ଯେତେବେଳେ ଗୋଟେ ଇଲେକ୍ଟ୍ରନ ଦେଇଦବ, ସେ କଣ ହେଇଯିବ? ନିଅନ ହେଇଯିବ, ଷ୍ଟେବୁଲ ହେଇଯିବ ନା, ଷ୍ଟେବୁଲ ଇଲେକ୍ଟ୍ରୋନିକ କନଫିଗରେସନ। ତ ନିଅନ ତ ଲେଖା ହବନି, ଯେତେବେଳେ ଗୋଟେ ଇଲେକ୍ଟ୍ରନ ଦେଇଦବ ସେ ଆଟମ ଭିତରୁ କଣ ହବ? ଗୋଟେ ନେଗେଟିଭ ଚାର୍ଜ ବାହାରି ଯିବ। ଯେତେବେଳେ ଗୋଟେ ନେଗେଟିଭ ଚାର୍ଜ ବାହାରିଯିବ, ତାକୁ କୁହାଯିବ Na ପ୍ଲସ୍। ଯେହେତୁ ଗୋଟେ ଇଲେକ୍ଟ୍ରନ ଦେଲା, ଭ୍ୟାଲେନ୍ସି 1, ଆଉ ସେ ଦଉଛି, ତେଣୁ ତାର ଅକ୍ସିଡେସନ ନମ୍ବର କେତେ ହବ? ସୋଡିୟମର ଅକ୍ସିଡେସନ ନମ୍ବର ହବ, ଅକ୍ସିଡେସନ ନମ୍ବର ଅଫ ସୋଡିୟମ କେତେ ହବ? ନା +1 ହବ। କେତେ? +1। ବୁଝିହେଲା? ଭ୍ୟାଲେନ୍ସି ଆଉ ଅକ୍ସିଡେସନ ଭିତରେ ଯୋଉ ରିଲେସନଟା ଯେ ଜାଣିପାରିଲ, +1 କେମିତି ହେଲା? କାରଣ ସେ ଗୋଟେ ଇଲେକ୍ଟ୍ରନ ଦେଲା ବୋଲି +1 ହେଲା। ସମାନ ପ୍ରକାରରେ ତମେ ଚିନ୍ତା କର, ଆଉ ଗୋଟେ ଆମେ ନବା ଏଠି କଣ ନା କ୍ଲୋରିନ ନବା। କଣ? କ୍ଲୋରିନ ଗ୍ୟାସ। କ୍ଲୋରିନର ଆଟମିକ ନମ୍ବର ହେଲା କେତେ? 17, 17। ତ ତାର ଇଲେକ୍ଟ୍ରୋନିକ କନଫିଗୁରେସନ କେତେ ହବ? 2 8, 10 ଆଉ 7, 2 8 7। ଏଠି କରିଦବା। 2 କେ ସେଲ ରେ ଦୁଇଟା, ଏଲ ସେଲ ରେ 1 2 3 4 5 6 7 8ଟା। 2 8 ଗଲା, ତାପରେ କେତେଟା? 7ଟା ରହିବେ। 1 2 3 4 5 6, କେତେ? 7ଟା ରହିଲେ। ବର୍ତ୍ତମାନ ଚିନ୍ତା କର, ତାର ଆଉଟର ମୋଷ୍ଟ ସେଲରେ 7ଟା ଅଛି, 8ଟା ହେଲେ ଷ୍ଟେବୁଲ ହବ। ମନେକର ସବୁ ଆଉଟର ମୋଷ୍ଟ ସେଲରେ 8 ରହିଲେ ସେ ଷ୍ଟେବୁଲ ହେଇଯିବ। ତ ଏଠି ଆଉ ଗୋଟେ ଇଲେକ୍ଟ୍ରନ ସେ ଆକ୍ସେପ୍ଟ କଲେ ଷ୍ଟେବୁଲ ହେଇଯିବ ନା ନାହିଁ? 17ଟା ଅଛି, 18ଟା ହେଇଯିବ, ମାନେ ଆର୍ଗନ ହେଇଯାଇପାରେ ଯଦି ଗୋଟେ ଇଲେକ୍ଟ୍ରନ ଆଚିଭ୍ କରିବ, ମାନେ ଆକ୍ସେପ୍ଟ କରିବ। ଗୋଟେ ଇଲେକ୍ଟ୍ରନ ତାକୁ ଦରକାର, E-। ସେ ଗୋଟେ ଇଲେକ୍ଟ୍ରନ ଦବା ତା ପାଇଁ ଭଲ ହବ, ସହଜ ହବ, ନା ତାର ଆଉଟର ମୋଷ୍ଟ ସେଲରେ 7ଟା ଅଛି, 7ଟା ଯାକ ଦେଇଦବ, ଦେଇକିରି ନିଅନ ହବ? କୋଉଟା ହବ? ତ ଗୋଟେ ଇଲେକ୍ଟ୍ରନ ଆକ୍ସେପ୍ଟ କରିବା ତା ପାଇଁ ଇଜିଅର ହବ। ତା ମାନେ କ୍ଲୋରିନ ର କଣ ହବ ନା ଅକ୍ସିଡେସନ ନମ୍ବର କେତେ ହବ? -1 ହବ। ଅକ୍ସିଡେସନ ନମ୍ବର, ନମ୍ବର ଅଫ କ୍ଲୋରିନ କେତେ ହବ? -1 ହବ। କାହିଁକି -1 ହେଲା? +1 କାହିଁ ହେଲାନି? ନା ସେ ଗୋଟେ ଇଲେକ୍ଟ୍ରନ ଯେତେବେଳେ ଆକ୍ସେପ୍ଟ କରିବ, ତାର ଏକ୍ସଟ୍ରା ଗୋଟେ ନେଗେଟିଭ ଚାର୍ଜ ହବ ନା ନାହିଁ? ତ ସେଇଟା ହବ -1। ବୁଝିପାରୁଛ? ସେ ଏଇ ଅକ୍ସିଡେସନ ନମ୍ବରକୁ ନେଇକିରି କମ୍ପାଉଣ୍ଡ ଫର୍ମେସନ ହୁଏ। ସେଟା ଆ ପରେ ମୁଁ ତମକୁ ଡିଟେଲ୍ସ କହିବି। କମ୍ପାଉଣ୍ଡ, ହାଉ କମ୍ପାଉଣ୍ଡସ ଆର୍ ଫର୍ମଡ ବେସ୍ଡ ଅନ୍ ଅକ୍ସିଡେସନ ନମ୍ବର। କେମିତି ଅକ୍ସିଡେସନ ନମ୍ବର ରୋଲ ରହୁଛି? କଣ?
ଗୋଟେ କମ୍ପାଉଣ୍ଡ ତିଆରି କରିବା ପାଇଁ। ଅକ୍ସିଡେସନ ବୁଝି ହେଲା ନା ବୁଝି ହେଲାନି? ଠିକ ଅଛି। ଏମିତି ଚାରି ପାଞ୍ଚଟା ପ୍ରାକ୍ଟିସ କଲେ ତମେ ଡିଟେଲ୍ସ ଜାଣିଯିବ ହ୍ୱାଟ ଇଜ ଭାଲେନ୍ସି ଆଣ୍ଡ ହ୍ୱାଟ ଇଜ ଅକ୍ସିଡେସନ। ନେକ୍ସଟ ଇଜ ଫର୍ମେସନ ଅଫ କମ୍ପାଉଣ୍ଡସ୍। ହ୍ୱାଇ କମ୍ପାଉଣ୍ଡ ଫର୍ମସ୍, କମ୍ପାଉଣ୍ଡ କାହିଁକି ତିଆରି ହୁଏ? ଏମିତି ହେଇପାରିବନି ଖାଲି ଆଟମରେ ହିଁ ଚାଲିବ, ପୁରା ୟୁନିଭର୍ସରେ ଖାଲି ଆଟମ ରହିବ, କମ୍ପାଉଣ୍ଡ ଦରକାର ନାହିଁ। ହେଇପାରିବ? ହେଇପାରିବ ନାହିଁ। ଯଦି ହେଇପାରିବ ତାହେଲେ କଣ ହବ ନା ସବୁ ଏଲିମେଣ୍ଟ ବା ସବୁ ଆଟମ ଇନର୍ଟ ହବା ନିହାତି ଦରକାର, ନୋବେଲ ଗ୍ୟାସ୍ ଲାଇକ୍ ନିଅନ ଆର୍ଗନ ଏଇଭଳି ହବାର ଅଛି। କିନ୍ତୁ ସମସ୍ତେ ତ ଏଭଳି ନାହାନ୍ତି। କାହାର କଣ ଆଉଟର ମୋଷ୍ଟ ଇଲେକ୍ଟ୍ରନ କାହାର ତ କମ୍ପ୍ଲିଟ ନାହିଁ। ଆଉ ନିୟମ କଣ? ଅକ୍ଟେଟ ରୁଲ, ସମସ୍ତଙ୍କର ଆଉଟର ମୋଷ୍ଟ ଇଲେକ୍ଟ୍ରନ ସମସ୍ତେ ଚାହାନ୍ତି କମ୍ପ୍ଲିଟ କରିବା ପାଇଁ। କିନ୍ତୁ ଆମେ ଚାହୁଁଛେ ଆମର କଣ ପଇସା ଥିବ, ଘର ଥିବ, ବ୍ୟାଙ୍କ ବାଲାନ୍ସ ଥିବ, ଗାଡି ଥିବ, ଷ୍ଟେବୁଲ ଆମ ନା। ସେମିତି ସେମାନେ ଚାହାନ୍ତି ତାଙ୍କର ଆଉଟର ମୋଷ୍ଟ ଇଲେକ୍ଟ୍ରନ ଫୁଲଫିଲ୍ଡ ହବା ଦରକାର। ସେଥିପାଇଁ ସେମାନେ କଣ କଣ ଚେଷ୍ଟା କରନ୍ତି, ଯଦି ଫୁଲଫିଲ୍ଡ ନାହିଁ ଆମେ ଆଉ କାହା ସହିତ ରିଆକ୍ସନ କରିକି ସେଟାକୁ ଆମେ ଫୁଲଫିଲ୍ କରିବା। ଫର୍ ଦ୍ୟାଟ୍ ଓନ୍ଲି ଦେ ଆର୍ ଫର୍ମିଂ କମ୍ପାଉଣ୍ଡ। ଦିଟା ଆଟମ ମିଶିକିରି କମ୍ପାଉଣ୍ଡ ହେଇପାରିବ, ତିନିଟା ଆଟମରେ କମ୍ପାଉଣ୍ଡ ହେଇପାରିବ, 100ଟା ଆଟମ ମିଶିକିରି ବି କମ୍ପାଉଣ୍ଡ ଫର୍ମେସନ ହଉଛି। କୋଉଠି ହଉଛି ନା ପ୍ରୋଟିନ୍ସ, ଇନସୁଲିନ, ଇନସୁଲିନ ଜାଣିଥିବ। ଇନସୁଲିନ ବହୁତ ଆଟମ ମିଶିକିରି ଗୋଟେ କମ୍ପାଉଣ୍ଡ ତିଆରି ହଉଛି। ତ ଦେଖିବା ତାହେଲେ କଣ ଜିନିଷ। ଗୋଟେ ମିନିଟ। So in nature, each atom wants to be stable by achieving stable electronic configuration. ଏଟା ପ୍ରକୃତିରେ ସମସ୍ତେ ଚାହାନ୍ତି କି ସେମାନେ stable ହେଇ ରୁହନ୍ତୁ। So to achieve this, one atom reacts with one or more other atoms to form stable substance, and these are called compound। ସେଇଟାକୁ ହିଁ କୁହାଯାଉଛି କଣ? compound। ତ କମ୍ପାଉଣ୍ଡ ଫର୍ମେସନ ହବାର ମୁଖ୍ୟ କାରଣ ହେଲା କଣ ନା ଟୁ ଆଚିଭ୍ ଷ୍ଟେବଲ ଇଲେକ୍ଟ୍ରୋନିକ କନଫିଗୁରେସନ। ସମସ୍ତଙ୍କୁ ଆଉଟର ମୋଷ୍ଟ ସେଲରେ କଣ ଇଲେକ୍ଟ୍ରନ ସବୁ ଫୁଲଫିଲ୍ଡ ହବାର ଅଛି। ସେଥିପାଇଁ କମ୍ପାଉଣ୍ଡ ତିଆରି ହଉଛି। ଗୋଟେ ଦୁଇଟା ଏକ୍ଜାମ୍ପଲ ନବା, ଏକ୍ଜାମ୍ପଲରେ ପୁରା କ୍ଲିୟର ହେଇଯିବ। ଗୋଟେ ଏକ୍ଜାମ୍ପଲ ନବା ମ୍ୟାଗ୍ନେସିୟମ କ୍ଲୋରାଇଡ୍। ଠିକ ଅଛି ନା? ଆମେ ଯୋଉଟା ଜାଣିଛେ ଆଗେ ସେଇଟା ନବା। ଆମେ ଖାଉଛେ କଣ? ଲୁଣ ଖାଉଛେ। ଲୁଣ ଖାଇଛ ନା ନାଇଁ? ତ ଟିକେ ପେନ୍ ନେଇଯିବା। ତ ଲୁଣ କଣ? ସୋଡିୟମ କ୍ଲୋରାଇଡ୍, NaCl, ନାଲିଟା ଆସିଗଲା। ଓକେ, ସୋଡିୟମ କ୍ଲୋରାଇଡ୍। ସୋଡିୟମ ତାର ଅକ୍ସିଡେସନ ନମ୍ବର ହଉଛି +1। କ୍ଲୋରିନ ତାର ଅକ୍ସିଡେସନ ନମ୍ବର ହଉଛି -1। ଦେଖ ମୁଁ ଆଉ ଥରେ ତମକୁ ବନେଇ ଦଉଛି। ସୋଡିୟମର କେତେ? କେ ସେଲରେ ଦୁଇଟା, ସୋଡିୟମର ଆଟମିକ ନମ୍ବର 11 ନା, ଦୁଇଟା। ତାପରେ ରହିଲା କେତେ? 8ଟା, 1 2 3 4 5 6 7 8, 2 8 ହେଇଗଲା। ତ ତାପରେ କେତେ ରହିଲା ନା ଗୋଟେ ରହିଲା, 1। ତ ସେ ଚାହିଁବ 1 କୁ କଣ ଦବା ପାଇଁ, ଷ୍ଟେବୁଲ ହବାର ଅଛି ନା ନାଇଁ। ତ ସେ ଚାହିଁବ ଏଇଟାକୁ କଣ ରିଲିଜ କରିବା ପାଇଁ। +1 ହେଇଗଲା ସୋଡିୟମ। ଦବ କାହାକୁ? ମନେ ରଖ ନେଚରରେ ଏମିତି ନାହିଁ ତମେ ଫ୍ରିରେ ତାକୁ ଫୋପାଡ଼ି ଦବ, ଇଲେକ୍ଟ୍ରନଟା ଫୋପାଡ଼ି ଦବ, ଇଲେକ୍ଟ୍ରନଟା ବାହାରେ ବୁଲିବ ଏମିତି। ସେଇଟା ହେଲେ ସେଭଳି ହେଲେ କଣ ହବ? ଇଲେକ୍ଟ୍ରନ ରିଆକ୍ଟିଭ ହବ। ସେମିତି କେହି ଦେଇପାରନ୍ତିନି। ତମର ଦବାର ଅଛି ତ ଆଉ ଜଣେ ଦରକାର ଯିଏ ନବାର ଅଛି। ତ ଗୋଟେ ଆଟମ, ଇଏ କିଏ ସରି ଗାରେ ହେଇଗଲା, ଇଏ ସୋଡିୟମ ଆଟମ। ଯଦି ସୋଡିୟମକୁ ଦବାର ଅଛି ତାମାନେ ଆଉ ଜଣେ ବି ହବାର ଅଛି ଯିଏ ନବାର ଅଛି। ତ ନବ କିଏ? ଯାହାର ସେଇ ଗୋଟେ ଇଲେକ୍ଟ୍ରନ ଦରକାର। କଣ? ସେ ଗୋଟେ ଇଲେକ୍ଟ୍ରନ ନେଇଗଲେ ସେ ତାର ଷ୍ଟେବୁଲ ଇଲେକ୍ଟ୍ରୋନିକ କନଫିଗରେସନ ହେଇଯିବ। ତ କିଏ ସିଏ? ନା ସିଏ ହଉଛି କ୍ଲୋରିନ। କିଏ? CHLORIN, କ୍ଲୋରିନ। କଣ କ୍ଲୋରିନ? ଦେଖ 17 ତାର, କେ ସେଲରେ ଦୁଇଟା, ଏଲ ସେଲରେ 1 2 3 4 5 6 7 8, 2 8 10। ତାପରେ କେତେଟା ରହିବେ? 7ଟା ରହିବେ ନା। 17 କଣ? 2 8 7, 1 2 3 4 5 6, ଆଉ ଗୋଟେ ରହିଲା କଣ? 7। ତ ଇଏ କଣ କରିବ? ଆକୁ ଏଇଠି ଗୋଟେ ଦରକାର। କଣ? ଗୋଟେ ଦରକାର। ତ ଏଇ ଯୋଉ ଇଲେକ୍ଟ୍ରନ ଅଛି
ପ୍ଲସ୍ ୱାନ୍ ନା, ଇଏ କ'ଣ କରିବ? ହଉ ଠିକ୍ ଅଛି, ମୋତେ ଦେଇଦେ ସେ ଇଲେକ୍ଟ୍ରନଟା, ସେଇଟାକୁ ସେ ଆକ୍ସେପ୍ଟ କରିବା ପାଇଁ ଚେଷ୍ଟା କରିବ, ତ ଆକୁ କୁହାଯିବ ଏଠି ମାଇନସ୍ ୱାନ୍। କ'ଣ? ଗୋଟେ ଇଲେକ୍ଟ୍ରନ ଯେତେବେଳେ ସେଟା ଗ୍ରହଣ କରିବ ତାର କ'ଣ ହେଇଯିବ? କ୍ଲୋରିନ୍ 17 ଥିଲା ନା, ଆଉ ଗୋଟେ ଇଲେକ୍ଟ୍ରନ ଏକ୍ସଟ୍ରା ଆସିଲେ କ'ଣ ହେଇଯିବ? ଗୋଟେ ଏକ୍ସଟ୍ରା ନେଗେଟିଭ ଚାର୍ଜ ହେଇଯିବ, ତ ସିଏ ହେଇଯିବ ମାଇନସ୍ ୱାନ୍। ତ ଏଠି କ'ଣ ହବ? ଗୋଟେ ବଣ୍ଡିଂ ହେଇଯିବ। ସୋଡିୟମ ଆଉ କ୍ଲୋରିନ ଭିତରେ କ'ଣ ହବ? ଗୋଟେ ବଣ୍ଡିଂ, ଯାହାକୁ ଆମେ କହୁଛେ ଆୟୋନିକ ବଣ୍ଡିଂ। ଆୟୋନିକ ବଣ୍ଡ। ଏଠି ଗୋଟେ ଆୟୋନିକ ବଣ୍ଡ ହବ ସୋଡିୟମ ଆଉ କ୍ଲୋରିନ ଭିତରେ। ତ ଇଏ କ'ଣ ହେଇଯିବ? ନା ଏଠି ଗୋଟେ କମ୍ପାଉଣ୍ଡ ଫର୍ମେସନ ହେଇଯିବ, ସୋଡିୟମ ଆଉ କ୍ଲୋରିନ ମିଶିକିରି କ'ଣ ହେଇଯିବ? ନା ହେଇଯିବ ସୋଡିୟମ କ୍ଲୋରାଇଡ୍। ସୋଡିୟମ CHLORID, ସୋଡିୟମ କ୍ଲୋରାଇଡ୍, ଯାହାକୁ ଆମେ ତାର ଫର୍ମୁଲା ହେଲା NaCl। ତ NaCl ହେଇଗଲା, ଯାହାର ପ୍ରପର୍ଟିଜ ଅଲଗା ହେଇଯିବ। ସୋଡିୟମ ପ୍ରପର୍ଟିଜ ଅଲଗା, କ୍ଲୋରିନର ପ୍ରପର୍ଟିଜ ଅଲଗା। ଯେତେବେଳେ କମ୍ବାଇନ ହେଇଯିବେ ସୋଡିୟମ କ୍ଲୋରାଇଡ୍, ତାର ପ୍ରପର୍ଟିଜ ହଉଛି ପୁରା ଅଲଗା, ଯୋଉଟା କି ଆମେ ଖାଉଛେ, ଲୁଣ ଯାହାକୁ କହୁଛେ ସବୁଦିନ ଦରକାର ଖାଇବାରେ। ତ ଏଇଟା ହଉଛି ଫର୍ମେସନ ଅଫ କମ୍ପାଉଣ୍ଡ। ଜାଣିପାରିଲ କେମିତି ଫର୍ମେସନ ଅଫ କମ୍ପାଉଣ୍ଡ ହେଲା? କମ୍ପାଉଣ୍ଡ କେମିତି ଫର୍ମ ହେଲା? ବେସ୍ଡ ଅନ୍ କ'ଣ? ଇଟ୍ସ ଅକ୍ସିଡେସନ ନମ୍ବର। ଏମିତି ଆଉ ଦୁଇ ତିନିଟା ଏକ୍ସାମ୍ପଲ ଆମେ କରିବା, ତ ପରେ କ'ଣ ହବ? ତମେ କନଫର୍ମ ହେଇଯିବ ଜିନିଷଟା କ'ଣ, ଡାଉଟ ରହିବନି। ଆଉ ଗୋଟେ କମ୍ପାଉଣ୍ଡ କରିବା, ଦେଖିବା କେମିତି ହେଇଛି। ଆଉ ଗୋଟେ କମ୍ପାଉଣ୍ଡ ବେସ୍ଡ ଅନ୍ ଅକ୍ସିଡେସନ ନମ୍ବର। ଆଉ ଗୋଟେ କମନ ୟୁଜ କ'ଣ କରୁଛେ? ପାଣି ତ ପିଉଛେ ନା ସବୁବେଳେ। ଟିକେ ପେନ୍ ଟା ନବା। ଓକେ, ଗୋଟେ ହେଲା ୱାଟର, H2O। ଦେଖ ଅକ୍ସିଜେନର ଅକ୍ସିଡେସନ ନମ୍ବର କେତେ? ମନ ଅଛି ନା ବାହାର କରିବା? ବାହାର କରିଦବା, ଠିକ ଅଛି। ଅକ୍ସିଜେନ ଆଟୋମିକ ନମ୍ବର କେତେ? ଅକ୍ସିଜେନ ଆଟୋମିକ ନମ୍ବର 8। 8 ମାନେ 2 6। ହଉ ବନେଇଦବା ଏଠି। କେ ସେଲରେ ଦୁଇଟା ଇଲେକ୍ଟ୍ରନ ରହିଲେ, ଏଲ ସେଲରେ କେଇଟା ରହିଲେ? 6ଟା। 1 2 3 4 5 6। ତାମାନେ ଆଉ ଦୁଇଟା ଦରକାର ନା, କ'ଣ ଷ୍ଟେବୁଲ କନଫିଗୁରେସନ ପାଇଁ। ତ ଏଇଟା 2 ମାଇନସ ହବ। ଆର କେତେ ହବ? ଅକ୍ସିଡେସନ ନମ୍ବର ହଉଛି 2 ମାଇନସ। ଦୁଇଟା ସେ କ'ଣ କରିବ? ଆକ୍ସେପ୍ଟ କରିବାର ଅଛି, ଗ୍ରହଣ କରିବାର ଅଛି। ଦବ କିଏ? କେହି ତ ଦବା ପାଇଁ ରାଜି ହବାର ଅଛି, ନହେଲେ କେମିତି ହବ? ତ ଅକ୍ସିଜେନ ଖୋଜି ବୁଲିବ କାହା ସହିତ ସେ ମିଶିବ? ନିଜର ଫାଇଦା ପାଇଁ, ସମସ୍ତେ ନିଜର ଫାଇଦା ଚାହାନ୍ତି ନା। ତ ଦୁଇଟା ଇଲେକ୍ଟ୍ରନ ଦବ କିଏ? କିଏ ଦବ? ଯାହାର ବି କିଛି ଫାଇଦା ହବ, ଦେଲେ କିଛି ଫାଇଦା ହବ, ତ ଦବ କିଏ? ତ ଏଠି କ'ଣ ହବ? ନା କେହି ଆଉ ଦେବେନି, ଏଠି ଗୋଟେ ସେୟାରିଂ ହବ। କ'ଣ? ନା ଗୋଟେ ହାଇଡ୍ରୋଜେନ ଆସିବ। କ'ଣ? ଗୋଟେ ହାଇଡ୍ରୋଜେନ ଆଟମ। ହାଇଡ୍ରୋଜେନ ଆଟମିକ ନମ୍ବର କେତେ? 1। ତାର ଗୋଟେ ଆଟମ ଅଛି। ତ ଆଉ ଗୋଟେ ହାଇଡ୍ରୋଜେନ ବି ଧର ଏଠି, ତାର କେତେ ଗୋଟେ ଆଟମ ରହିଲା ବାହାରେ। ହାଇଡ୍ରୋଜେନ ଆଟମିକ ନମ୍ବର 1। 1 1 ଇଲେକ୍ଟ୍ରନ, ନଟ୍ ଆଟମ, ସରି। ଆର କ'ଣ? ଗୋଟେ ଇଲେକ୍ଟ୍ରନ ବାହାରେ ରହିଲା, ଗୋଟେ ଇଲେକ୍ଟ୍ରନ ବାହାରେ ରହିଲା। ବାକି ଯଦି ହାଇଡ୍ରୋଜେନ ଗୋଟେ ଇଲେକ୍ଟ୍ରନ ଦେଇଦବ, ସେ ଷ୍ଟେବୁଲ କେମିତି ହବ? ତାର ତ କିଛି ରହିବନି, ଶୂନ ହେଇଯିବ। ସେମିତି କେବେ ସଂସାରରେ କେହି ନାହାନ୍ତି। କିନ୍ତୁ ହାଇଡ୍ରୋଜେନ କହିବ ମୋର ଗୋଟେ ଦରକାର। ଏ ହାଇଡ୍ରୋଜେନ ବି କ'ଣ ଗୋଟେ ହେଲେ କ'ଣ ହବ? ହିଲିୟମ ହେଇଯିବ ନା। ନିୟରେଷ୍ଟ ଇନର୍ଟ ଗ୍ୟାସ୍ କିଏ? ହିଲିୟମ। ଯାହାର କେ ସେଲରେ ଦିଟା ରହିବା କଥା, ଦିଟା ହେଇଗଲେ ସିଏ ବି କମ୍ପ୍ଲିଟ ହିଲିୟମ ହେଇଯିବ। ତ ଇଏ କ'ଣ କରିବେ? ଏଠି କେହି କାହାକୁ ଆଉ ଦେବେନି। ଇଏ କହିବ ମୁଁ ଦେବିନି, ଇଏ କହିବ ବି। ଅକ୍ସିଜେନ କ'ଣ କହିବ? ସିଏ ଦେଇଦେଲେ ପୁଣି ଅସୁବିଧା ନା, ତାକୁ ଦିଟା ଦରକାର। ତ ଏଠି ଗୋଟେ ସେୟାରିଂ ହବ। କ'ଣ ହବ? ଏଠି ଗୋଟେ ସେୟାରିଂ ହବ। ଟିକେ କଲର ଚେଞ୍ଜ କରିଦେବା, ଭଲ ଦେଖାଯିବ। ତ ଏ ଇଲେକ୍ଟ୍ରନ ଆଉ ଏ ଇଲେକ୍ଟ୍ରନ ଏଟା ସେୟାରିଂ। ସେୟାରିଂ ମାନେ କ'ଣ? ସେୟାରିଂ ମାନେ ଏଇ ଯୋଉ ଦୁଇଟା ଇଲେକ୍ଟ୍ରନ ରହିଲା, ଏଟା କମନ ହେଇକି ରହିଲା, କୋଠରେ ରହିଲା। ହାଇଡ୍ରୋଜେନ ବି ଭାବିବ ଏଇ ଦିଟା ଯାକ ଇଲେକ୍ଟ୍ରନ ହଉଛି ମୋରି ନିଜର। ଅକ୍ସିଜେନ ବି ଭାବିବ କ'ଣ? ନା ଏଇ ଦିଟା ଇଲେକ୍ଟ୍ରନ ହଉଛି ମୋର। ଏ ହାଇଡ୍ରୋଜେନ ବି ଭାବିବ କ'ଣ? ଏ ଇଲେକ୍ଟ୍ରନ ଆଉ ଏ ଇଲେକ୍ଟ୍ରନ ବି ତାର। ତା ମାନେ ଦେଖ, ଏବେ ଅକ୍ସିଜେନର କେଇଟା ଇଲେକ୍ଟ୍ରନ? 1 2 3 4 5 6। ଏ ଦିଟା ବି ଭାବିବ, ଭାବିବ ନା ନାଇଁ? ଆଉ ଥରେ ଗୁଣୁଛି ଦେଖ, 1 2 3 4 5 6। ଏଠି କ'ଣ ହବ? 2 8, ଏଠି 2 10। ଅକ୍ସିଜେନ କେତେ ହେଇଯାଉଛି? 10। ମାନେ ନିୟରେଷ୍ଟ ଇନର୍ଟ ଗ୍ୟାସ୍ କେତେ? ନିଅନ। ନିଅନର 10। ତେଣୁ ଅକ୍ସିଜେନ ବି ଷ୍ଟେବୁଲ ଇଲେକ୍ଟ୍ରୋନିକ କନଫିଗୁରେସନ ହେଇଗଲା।
ଇଏ ହାଇଡ୍ରୋଜେନ କଣ ହେଲା, ଗୋଟେ ଥିଲା ଆଉ ଗୋଟେ ବି ସେୟାରିଂ କରିଛି, ତ ଦିଟା ଇଲେକ୍ଟ୍ରନ ମାନେ କେ ସେଲ ରେ ଇଏ ବି ଷ୍ଟେବୁଲ ହେଇଗଲା। କଣ ହେଇଯିବ, ହିଲିୟମ ହେଇଯିବ ନା। ସେ ମନେ ମନେ ଭାବିବ କଣ, ମୁଁ ନିୟରେଷ୍ଟ ଇନର୍ଟ ଗ୍ୟାସ୍ ହିଲିୟମ ହେଇଗଲି। ଇଏ ବି ଭାବିବ ମୁଁ ବି ହିଲିୟମ ପାଖାପାଖି ପଳେଇଗଲି। ତ ସମସ୍ତେ ଦେଖ ଏଠି କେତେଟା ହେଲା ଏଲିମେଣ୍ଟ, ହାଇଡ୍ରୋଜେନ ଗୋଟେ, ହାଇଡ୍ରୋଜେନ ଗୋଟେ, କେତେଟା ହାଇଡ୍ରୋଜେନ ହେଲା, ଦୁଇଟା ହାଇଡ୍ରୋଜେନ। ଏମାନେ ଭାବିଲେ କଣ, ଆମେ ସମସ୍ତେ ଇନର୍ଟ ଗ୍ୟାସ୍ କନଫିଗୁରେସନ ହେଇଗଲୁ। ଅକ୍ସିଜେନ ବି ଭାବିଲା ମୁଁ ବି ହେଇଗଲି। କିନ୍ତୁ ଆମେ ସମସ୍ତେ ଏକାଠି ହେଇ ରହିବା, ଯଦି ଅଲଗା ହେଇଯିବା ପୁଣି କଣ ହବ, ଯାହାକୁ ସେୟା ହେଇଯିବ ନା। ତେଣୁ ସବୁବେଳେ ପାଇଁ ନେଚରରେ ଏମାନେ ସବୁବେଳେ ଏକାଠି ହେଇ ରହିଲେ। H2 ସେଟା କଣ ହେଇଗଲା ନା H2O, ଯାହାକୁ ଆମେ କହୁଛେ ୱାଟର। ଦେଖ ଦୁନିଆରେ ୱାଟର, ଏଇଟା ହଉଛି କେମିଷ୍ଟ୍ରି, ଟିକେ ବୁଝିବା ପାଇଁ ଚେଷ୍ଟା କର। ମାଇକ୍ରୋସ୍କୋପିକାଲି ବୁଝିବାର ଅଛି, ଭିତରେ ଯାଇକରି ଆଟମିକ ଲେବଲରେ ହିଁ ବୁଝିବାର ଅଛି। ଆମେ ସମସ୍ତେ ତ ଦେଖୁଛେ ୱାଟର, କିନ୍ତୁ ୱାଟର ଭିତରେ କଣ ହଉଛି ଏଇଟା ବି ବୁଝିବାର ଅଛି। ବୁଝିପାରୁଛ? ଓକେ। ତ ଆଉ ଗୋଟେ ଏକ୍ସାମ୍ପଲ ନବା, ଏଇଟା ଡିଲିଟ କରିଦବା। ଓକେ। ଆଉ ଗୋଟେ ଏକ୍ସାମ୍ପଲ ନବା, ଏଇଟା ନେଇଯିବ, ମ୍ୟାଗ୍ନେସିୟମ କ୍ଲୋରାଇଡ୍ ନେଇଯିବ ଏଇଠି। ବୁଝି ହଉଛି, ଟିକେ କଲର ଚେଞ୍ଜ କରିଦବା, କଲରଟା ଭଲ ଦେଖାଯାଉନି। ମ୍ୟାଗ୍ନେସିୟମ କ୍ଲୋରାଇଡ୍, ଓକେ। तो मैग्नेशियम आगे देखो, एम जी। अरे ये कलर आसीगला कि एम जी, मैग्नेशियम हूँ आटोमिक नंबर केते, 12। 12 माने तार इलेक्ट्रॉन संरचना बा इलेक्ट्रॉनिक कॉन्फ़िगरेशन कौन हबो, 2 8 10 तापर 2 2 8 10, ये दुईटा भी चाहिए कौन देई देवा ପାଇଁ चाहिए ना नहीं। तामाने मैग्नेशियम रो ऑक्सीडेशन नंबर हबो 2+, केते हबो, 2+ हबो तार ऑक्सीडेशन नंबर। बुझी होछ ना बुझी होनी, ऑक्सीडेशन नंबर बुझीला। 2+ माने से दुईटा दबा ପାଇଁ चाहिए। ठीक अच्छे, गोटे चित्र करिया पड़िबो। मैग्नेशियम 2 तापरे 8, 1 2 3 4 5 6 7 8, 2 8 10 ହେଲା, ଆଉ କେତେଟା, ଆଉ ଦୁଇଟା। ହଉ, ତ ଏଇଠି ମନେକର ଦୁଇଟା ରହିଛି। तो स्टेबल इलेक्ट्रॉनिक कॉन्फ़िगरेशन कौन हबो, दुईटा अच्छी माने 6टा एक्सेप्ट कले हबो, दुईटा देले हबो। किंतु प्रकृतिर नियम होची दुईटा देईदब, से कौन चाहेबो, दुईटा देईदब। तो दुईटा देईदब माने कौन हबो, 2+ हबो ऑक्सीडेशन नंबर जोटा लिखा है जेठी, मैग्नीशियम रो 2+। ता माने कौन, आउ दुईटा नबा ପାଇଁ जो दुईटा इलेक्ट्रॉन दबो नबा ପାଇଁ भी केही थिबा रेडी हवा दरकार। तो कौन हबो ना, एठी दुईटा क्लोरीन आसीबे, के क्लोरीन। तो क्लोरीन रो केते एटॉमिक नंबर 17, तार माने दीटा क्लोरीन दरकार, गोटे क्लोरीन गोटे इलेक्ट्रॉन यदि एक्सेप्ट करे ता 18 हे जिवो, हबो ना नहीं, गोटे इलेक्ट्रॉन एक्सेप्ट कले तार 18 हबो, 18 ही दरकार। तो दुईटा क्लोरीन दरकार। हौ, गोटे क्लोरीन नाय करबा 2 1 2 3 4 5 6 7 8, 2 8 गला, तापरे 7 1 2 3 4 5 6 केते 7 ହେଇଗଲା। तो एठी कौन हबो ना, गोटे इलेक्ट्रॉन, ଟିକେ ଚେଞ୍ଜ କରିଦବା କଲର, ଟିକେ ଏଠି କଣ ହବ, ये गोटे इलेक्ट्रॉन ए इलेक्ट्रॉन सहित एठी गोटे बॉन्डिंग हबो। बाकी एठी इलेक्ट्रॉन टा एठी कौन हबो, दबो, गोटे इलेक्ट्रॉन ये कौन हबो देई दबो, एठी कौन हबो ना आयोनिक बॉन्डिंग हबो। वाटर भली हबनी, शेयरिंग हबनी, एठी इलेक्ट्रॉन दबो, ये इलेक्ट्रॉन टा एक्सेप्ट करिवो। ଆଉ ଗୋଟେ ଇଲେକ୍ଟ୍ରନ ରହିଲା ଦବା ପାଇଁ, ତାର ରେଡି ଅଛି କଣ, ଆଉ ଗୋଟେ ଇଲେକ୍ଟ୍ରନ ବି ଦବା ପାଇଁ ଅଛି। ତ ଆଉ ଗୋଟେ କ୍ଲୋରିନ ଆଟମ ସହିତ ଏଠି ରିଆକ୍ସନ ହବ। କାହିଁକି ଗୋଟେ କ୍ଲୋରିନରେ ହେଲାନି କହିପାରିବ ନା, ଗୋଟେ କ୍ଲୋରିନ ତାକୁ ଗୋଟେ ଇଲେକ୍ଟ୍ରନ ଦରକାର, କିନ୍ତୁ ଆକୁ କଣ ମ୍ୟାଗ୍ନେସିୟମକୁ ଦୁଇଟା ଇଲେକ୍ଟ୍ରନ ଦବାର ଅଛି। ତ ଦୁଇଟା ଆଟମ ବି ରେଡି ଥିବାର ଅଛି, ଦୁଇଟା ଇଲେକ୍ଟ୍ରନ ନବ, ତ ଆଉ ଗୋଟେ କ୍ଲୋରିନ ସେଠି ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଯିବ। 2 1 2 3 4
ପାଞ୍ଚ ଛଅ ସାତ ଆଠ 2 8 10 ତାପରେ 1 2 3 4 5 6 7। ତ ଏ ଇଲେକ୍ଟ୍ରନ କଣ ହବ ଆକୁ ଦେଇଦବ କାହାକୁ ଏ କ୍ଲୋରିନ କି ଦେଇଦବ। କଣ ପାଇଁ ନା ଆର 2 ପ୍ଲସ୍ ଥିଲା ନା ମ୍ୟାଗ୍ନେସିୟମ କଣ 2 ପ୍ଲସ୍ କ୍ଲୋରିନ ଆର କଣ କ୍ଲୋରିନ ରହୁଛି 1 ମାଇନସ୍ ଇଏ ବି ସେଇ 1 ମାଇନସ୍। ତ ଏ ଦିଟା ଦେଇଦବ ଏ ଦିଟା ନେଇଯିବ ତ ଇଏ କଣ ହେଇଯିବ ନା MgCl2 କଣ ହବ MgCl2। ବର୍ତ୍ତମାନ ତମେ ଜାଣିପାରୁଥିବ ଯେ MgCl2 ହଉଛି କରେକ୍ଟ କମ୍ପାଉଣ୍ଡ। ଜଣେ ଯଦି ଲେଖିଦେଲା MgCl ତ ଏଇଟା ଭୁଲ ହେଇଗଲା କାରଣ Mg ଗୋଟେ କ୍ଲୋରିନ ସହିତ ରିଆକ୍ସନ କରିବନି ତାକୁ ଦୁଇଟା କ୍ଲୋରିନ ଦରକାର ରିଆକ୍ସନ କରିବା ପାଇଁ। ଆଉ ଗୋଟେ ମନେ ରଖ ଗୋଟେ କମ୍ପାଉଣ୍ଡରେ ଅକ୍ସିଡେସନ ନମ୍ବର ଯଦି ଆମେ ମିଶେଇ ଦେବା ଅଲୱେଜ ଇଟ୍ ୱିଲ୍ ବି ଜିରୋ। ଦେଖ MgCl2 Mg ର କେତେ ଏଇଠି ଲେଖି ଦଉଛି MgCl2 Mg ର ଅକ୍ସିଡେସନ ନମ୍ବର ହଉଛି 2 ପ୍ଲସ୍ Cl ର କେତେ Cl ର 1 ମାଇନସ୍ କିନ୍ତୁ ଦୁଇଟା ଅଛି ତାମାନେ ଇଏ କେତେ ହେଲା ଇଏ ହେଲା 2 ପ୍ଲସ୍ Cl2 ମାନେ 2 ମାଇନସ୍ ହେଇଯିବ କାରଣ ଗୋଟେ 1 ମାଇନସ୍ ଇଣ୍ଟୁ 2 କେତେ ହବ 2 ମାଇନସ୍ 2 ପ୍ଲସ୍ 2 ମାଇନସ୍ ଦ୍ୟାଟ୍ ଇଜ୍ 0। ଇଚ୍ ଆଣ୍ଡ ଏଭ୍ରି କମ୍ପାଉଣ୍ଡ ଯାହାର ଅକ୍ସିଡେସନ ନମ୍ବର ଯଦି ଆମେ ମିଶେଇ ଦବା এটা ଜିରୋ ହବ ଯଦି ଜିରୋ ହଉନି ତାହେଲେ ସେ କମ୍ପାଉଣ୍ଡ ଆମେ ଭୁଲ କରିଛେ କମ୍ପାଉଣ୍ଡର ଯୋଉ ଫର୍ମୁଲା ଲେଖିଛେ ସେଟା ଭୁଲ ଅଛି। ତେଣୁ ଏଠି MgCl2 ହଉଛି କରେକ୍ଟ କମ୍ପାଉଣ୍ଡର ଫର୍ମୁଲା। MgCl ହଉଛି କଣ ଏଟା ଭୁଲ ବୁଝି ହଉଛି। ତ ଏଇଭଳି ତମେ 8 10ଟା କମ୍ପାଉଣ୍ଡ ଫର୍ମ କର ତିଆରି କର ନିଜେ ନିଜେ ତମ ଖାତାରେ ତମେ ଜାଣିପାରିବ ଯେ ଅକ୍ସିଡେସନ ନମ୍ବରର ରୋଲ କଣ କମ୍ପାଉଣ୍ଡ ଫର୍ମେସନ ପାଇଁ ବୁଝି ହଉଛି। ତ ଏ ଛୋଟ ଭିଡିଓରେ ଆମେ କଣ ଶିଖିଲେ ଭ୍ୟାଲେନ୍ସି କଣ ଶିଖିଲେ ହ୍ୱାଟ ଇଜ ଭ୍ୟାଲେନ୍ସି ହ୍ୱାଟ ଇଜ ଅକ୍ସିଡେସନ ନମ୍ବର ଆଣ୍ଡ ଦ ରୋଲ ଅଫ ଅକ୍ସିଡେସନ ନମ୍ବର ଟୁ ଫର୍ମ କମ୍ପାଉଣ୍ଡ କମ୍ପାଉଣ୍ଡ ତିଆରି କରିବା ପାଇଁ ଅକ୍ସିଡେସନ ନମ୍ବରର କଣ ରୋଲ ଅଛି। ଠିକ ଅଛି ଓକେ ଥ୍ୟାଙ୍କ ୟୁ।